ଈଶ୍ୱରଙ୍କ ନାମର ଧନ୍ୟବାଦ ହଉ। ଆମେ ଗତ ଦିନ ମାନଙ୍କରେ ମଧ୍ୟ ଆଲୋଚନା କରିଥିଲୁ। କାହା ବିଷୟରେ ଆଲୋଚନା କରିଥିଲୁ କାହାର ମନେ ଅଛି କି? ହବାଙ୍କ ସମ୍ବନ୍ଧରେ ଆଲୋଚନା କରୁଥିଲୁ। ନାରୀ ସମ୍ବନ୍ଧରେ ଆଲୋଚନା କଲୁ। ନାରୀର ସୃଷ୍ଟି ଏବଂ ନାରୀର ସୃଷ୍ଟିର ପଶ୍ଚାତରେ ଥିବା ପରମେଶ୍ୱରଙ୍କର ଉଦ୍ଦେଶ୍ୟ। ତେବେ ଯେତେବେଳେ ସୃଷ୍ଟିର ଆରମ୍ଭ ହେଲା, ସୃଷ୍ଟିର ଆରମ୍ଭ ପର୍ଯ୍ୟାୟରେ ଯେତେବେଳେ ମନୁଷ୍ୟ ଏଦନ ଉଦ୍ୟାନରେ ଗୃହୀତ ହୋଇଥିଲା, ନିବାସ କରୁଥିଲା, ସେତେବେଳେ କୌଣସି ପ୍ରକାରେ ସେ ଅଧର୍ମରେ ଆପଣାକୁ ଭ୍ରଷ୍ଟ କରିନଥିଲା। କିନ୍ତୁ ଏକ ସମୟରେ ନାରୀ ପ୍ରତି ଗୋଟିଏ ପ୍ରକାରର ପ୍ରଲୋଭନ ଆସିଲା। ଯହିଁରେ ପଡ଼ି ନାରୀ ଆପଣାର ଆନ୍ତରିକ ପବିତ୍ରତାକୁ ହରାଇଲେ। ଫଳରେ ସମଗ୍ର ସୃଷ୍ଟିରେ ପାପ ପ୍ରବେଶ କଲା। ଆଜିର ଆଲୋଚନାରେ ଆମ୍ଭେମାନେ ଦେଖିବା କାହିଁକି ଏଦନ ଉଦ୍ୟାନରେ ପାପ ହେଲା ଏବଂ ପାପର ଫଳାଫଳ କଣ ଘଟିଲା। ପରମେଶ୍ୱର ପାପକୁ ସୃଷ୍ଟି କରିନଥିଲେ। ପରମେଶ୍ୱର କଣ୍ଟା ଓ ଗଛକୁ ସୃଷ୍ଟି କରିନଥିଲେ। ଗଖରା ଗଛକୁ ସୃଷ୍ଟି କରିନଥିଲେ। କିନ୍ତୁ ପାପର ଅଭିଶାପ ପ୍ରମାଣେ ଜଗତ ମଧ୍ୟରେ କଣ୍ଟା ଉତ୍ପନ୍ନ ହେଲା, ପୃଥିବୀ ମଧ୍ୟରେ କଣ୍ଟା ଉତ୍ପନ୍ନ ହେଲା ଯେ କ୍ଲେଶ, ଯାତନା, କ୍ରନ୍ଦନ, ଶୋକ, ଦୁଃଖ ଇତ୍ୟାଦିର ବିଷୟ ଜଗତରେ ଉତ୍ପନ୍ନ ହେଲା। ଅର୍ଥାତ୍ ପାପର ପ୍ରତିଫଳରେ ମନୁଷ୍ୟକୁ କଷ୍ଟ ଦେଖାଗଲା। କେବଳ ତାହା ହିଁ ନୁହଁ, ପାପର ପ୍ରତିଫଳରେ ମନୁଷ୍ୟକୁ ଜୀବନ ହରାଇବାକୁ ପଡ଼ିଲା। ତେବେ ଆଜି ହବା ବା ନାରୀ ସମ୍ବନ୍ଧୀୟ ଦ୍ୱିତୀୟ ଆଲୋଚନାରେ କାହିଁକି ସେ ପାପରେ ପଡ଼ିଲା ଆଉ କଣ କଣ ତାହାକୁ ହରାଇବାକୁ ପଡ଼ିଲା, ଏ ଦୁଇ ଗୋଟି କଥା ମାନେ ଆଲୋଚନା କରିବା। ପ୍ରିୟ ମୋର ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ବହୁତ କିଛି ବିଷୟ ମାନେ ହରାଇ ଦେଉ। ସବୁ ବିଷୟର ହରଣ କେବଳ ଯେ ଅଜ୍ଞାନରେ ହୁଏ ସେ କଥା ନୁହେଁ। କିଛି କିଛି ବିଷୟ ଆମ୍ଭମାନଙ୍କର ଅଧର୍ମାଚରଣ ହେତୁ ମଧ୍ୟ ଆମେ ହରାଇ ଦେବାକୁ ପଡ଼ିଥାଏ। କିଛି କିଛି ଲୋକେ ଦେହରେ କ୍ଷତି ଦେଖନ୍ତି, କିନ୍ତୁ ସବୁ କ୍ଷତିର କାରଣ ଯେ କେବଳ ଦୁର୍ଘଟଣା ହେଇଥିବ ତାହା ନୁହେଁ। ରୋଗର କାରଣ ଯେ କେବଳ ଆମମାନଙ୍କର ଶାରୀରିକ ଖାଦ୍ୟପେୟ ବା ଅସୁରକ୍ଷିତ ପରିବେଶ ହିଁ ଅଟେ ସେ କଥା ନୁହେଁ। ରୋଗର କାରଣ ପାପ ମଧ୍ୟ ହେଇଥାଇପାରେ। ତେଣୁକରି ଯୀଶୁ ସେଇ ପକ୍ଷାଘାତୀକୁ ସୁସ୍ଥ କରିବା ପୂର୍ବରୁ କହିଲେ, ତୁମର ପାପ କ୍ଷମା କରାଗଲା। ଅର୍ଥାତ୍ ସେଇ ଯେଉଁ ବ୍ୟକ୍ତି ପକ୍ଷାଘାତ ଅବସ୍ଥାରେ ପଡ଼ିଥିବାର କାରଣ ତାହାର ପାପ ଥିଲା। ଯୋହନ 5 ଅଧ୍ୟାୟରେ ଲେଖାଯାଏ, ଜଣେ 38 ବର୍ଷର ରୋଗୀ ଥିଲା, ଶଯ୍ୟାଶାୟୀ ବ୍ୟକ୍ତି, ଯେ କି ଏକ ପୋଖରୀରେ ଜଳ କମ୍ପମାନ ଅବସ୍ଥାରେ ଆପଣାକୁ ଫିଙ୍ଗିବା ପାଇଁ, ପକାଇବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ପାରୁନଥିଲା। ଯୀଶୁ ତାହାକୁ ସୁସ୍ଥ କଲେ। ଯୀଶୁ ତାହାକୁ ସୁସ୍ଥ କଲା ପରେ କେତେକ ଦିନ ପରେ ଯୀଶୁ ତାହାକୁ ଭେଟ ହୋଇ ପୁନର୍ବାର କହିଲେ, ଯୋହନ 5:14 ଲେଖାଯାଏ, ତୁମ୍ଭେ ସୁସ୍ଥ ହୋଇଅଛ, ଆଉ ଥରେ ପାପ କର ନାହିଁ, ତୁମ୍ଭ ପ୍ରତି ଅଧିକ ଦୁର୍ଦଶା ନ ଘଟେ। ଅର୍ଥାତ୍ ଏଇ ଯେଉଁ ବ୍ୟକ୍ତି 38 ବର୍ଷର ରୋଗରେ ପଡ଼ିଥିବାର କାରଣ ତାହାର ପାପ ଥିଲା। ଏଣୁ ପାପର ପ୍ରତିଫଳ ଦେହରେ କ୍ଷତି ଜନ୍ମାଏ। ଆମେ କେବଳ ଭାବୁ ଯେ ଦେହ ଖରାପ ଖାଲି ପାଗର ପରିବର୍ତ୍ତନ ହେତୁ ଘଟୁଅଛି, କିମ୍ବା କୌଣସି ବିଷୟରେ ମୁଁ ଅବହେଳା ହେଇଯିବା ହେତୁ ଅମୁକ ରୋଗ ମୋତେ ଧରିଦେଲା। କେବଳ ଯେ ସେତିକି ନୁହେଁ, ପାପର ପ୍ରତିଫଳର କାରଣ ଶାରୀରିକ କ୍ଷତି, ଯାହାକି ଏଦନ ଉଦ୍ୟାନରେ ମଧ୍ୟ ଘଟିଲା, ଆଜି ମଧ୍ୟ ଘଟି ଆସୁଅଛି। ତେବେ କାହିଁକି ନାରୀ
ପାପରେ ପଡ଼ିଲା ପ୍ରଥମ କାରଣ। ଆଦି ପୁସ୍ତକ 3 ଅଧ୍ୟାୟର 13 ପଦ ଲେଖାଯାଏ, ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କି କହିଲେ, ଏ କି ଖୋଲ? ନାରୀ କହିଲେ, ସର୍ପ ମତେ ଭୁଲାଇଲା, ତହିଁରେ ମୁଁ ଖାଇ। ଅର୍ଥାତ୍ ପ୍ରଥମ କାରଣ ଡିସେପ୍ସନ ବୋଲି କୁହାଯାଏ ଇଂରାଜୀ ଭାଷାରେ। ଡିସେପ୍ସନ, ଭୁଲାଇବା। ଆପଣଙ୍କର ମାନସିକତାକୁ ଯଦି କେହି ଅନ୍ୟ ଜଣେ କ୍ୟାପଚର କରିକି ରଖିଛି, ବାନ୍ଧିକି ରଖିଛି, ତେବେ ଆପଣ ଅତି ସହଜରେ ଡିସିପ୍ଟିଭ ହେଇଯାଇପାରିବେ, ଭୁଲା ଯାଇପାରିବେ। ଆଉ ଗୋଟେ ଭାଷାରେ ପ୍ରବଞ୍ଚନା। ହବା ଶିକାର ହେଲା ଠକାମିର, ହବା ଶିକାର ହେଲା ଭ୍ରାନ୍ତତାର, ହବା ଶିକାର ହେଲା ଅସତ୍ୟ ବିଷୟର ଶିକାର ହେଇଗଲା। ତାହାର ମନ ମଧ୍ୟରେ ତାହାର ଯୋଉ ଚିନ୍ତା କରିବାର ଶକ୍ତି ଅଛି, ତାହାରି ଉପରେ ଶୟତାନ ପ୍ରବଞ୍ଚନା କଲା। ବୁଝିପାରିଲା ନାହିଁ ଭଲ କଣ ମନ୍ଦ କଣ। ଭଲ ମନ୍ଦର ଗଛର ଫଳ ଖାଇବା ଲାଳସାରେ ପଡ଼ି ଯେଉଁ ବ୍ୟକ୍ତି ତାହାକୁ ସେ ଫଳ ଖାଇବା ପାଇଁ ଉତ୍ସାହିତ କରୁଥିଲା, ଜାଣିପାରିଲା ନାହିଁ ଭଲ କହୁଛି ନା ମିଛ କହୁଛି ବୋଲି। ତାର ଅର୍ଥାତ୍ ପ୍ରଥମ କାରଣ, ଇଏ ଭ୍ରାନ୍ତତାର ଶିକାର ହେଇଛି। ପାପ କରିବା ପୂର୍ବେ ଶୟତାନ ଭ୍ରାନ୍ତତା ଗୁଡାକ ଜନ୍ମାଏ ହୃଦୟ ଭିତରେ, ଅନ୍ତର ଭିତରେ, ମନ ଭିତରେ। ଆଉ ଭ୍ରାନ୍ତତା ହଉଛି ସବୁଠାରୁ ମୂଳ କାରଣ। ମୁଁ ଆପଣମାନଙ୍କୁ କାହିଁକି ଏ କଥା କହୁଛି, ଇଏ ଥରେ ହେଲେ ଈଶ୍ୱରଙ୍କର ବାକ୍ୟକୁ ସୁଦ୍ଧା ମନେ ପକାଇବାକୁ ଚେଷ୍ଟା କଲା ନାହିଁ। ଏତେ ମାତ୍ରାରେ ବନ୍ଧା ପଡ଼ିଥିଲା ତାହାର ମନ। ଇଏ ସର୍ବପ୍ରଥମେ ପାପ କଲା। ତେଣୁକରି ପାଉଲ ମଧ୍ୟ ଗୋଟିଏ ମଣ୍ଡଳୀର ଲୋକମାନଙ୍କୁ କହିଲେ, ତିମୋଥୀ ତହିଁର 2 ଅଧ୍ୟାୟର 14 ପଦରେ ଲେଖାଯାଏ, ପାଉଲ କିଛି ହବା ଯେପରି ଏଦନ ଉଦ୍ୟାନରେ ବନ୍ଧା ପଡ଼ିଥିଲେ, ପାଉଲଙ୍କର ସମୟରେ ତିମୋଥୀଙ୍କର ମଣ୍ଡଳୀର କିଛି ସ୍ତ୍ରୀ ମାନେ ମଧ୍ୟ ଠିକ୍ ସେମିତି ଭ୍ରାନ୍ତତାର ଶିକାର ହେଇଥିଲେ। ପ୍ରଥମ ତିମୋଥୀ 2 ଅଧ୍ୟାୟର 14 ପଦ ପଢ। ନାରୀ ପ୍ରବଞ୍ଚିତା ହେଲା। ସିବିଂ କଣ? ଡିସିପ୍ଟ। ପ୍ରବଞ୍ଚନାର ଶିକାର ସେ ହେଇଗଲା। ଆଦମ ପ୍ରବଞ୍ଚିତ ହେଲେ ନାହିଁ। ମୁଁ ଆଦମଙ୍କର କଥା କହିଲା ବେଳକୁ ମୁଁ କହିବି, ତାର ଅର୍ଥ ଏହା ନୁହଁ ଯେ ଆଦମ ପାପ କଲେ ନାହିଁ ବୋଲିବା କଥା ମୁଁ କହୁନାହିଁ। କିନ୍ତୁ ଆଦମ ଜାଣି ଶୁଣି ପାପ କଲେ। He committed sin willingly, but Eve was being deceived. କିନ୍ତୁ ଆଦମ ଜାଣି ଶୁଣି ପାପ କଲେ। ତାହାଙ୍କୁ କେ ଜଣେ ଆସିକି ଭୁଲାଇ ନାହାନ୍ତି। ସେ ଜାଣିଛନ୍ତି ପରମେଶ୍ୱର କହିଛନ୍ତି ଏହା ଖାଇବା ଉଚିତ ନୁହଁ, ଛୁଇଁବ ନାହିଁ, ଖାଇବ ନାହିଁ, ଦେଖିବ ନାହିଁ। ଯୋଉ ଦିନ ଖାଇବ ସେଦିନ ମରିବ। 2 ଅଧ୍ୟାୟ ଆଦି ପୁସ୍ତକ 16 ପଦ ଅନୁସାରେ। କିନ୍ତୁ ଆଦମ ଜାଣି ଶୁଣି ଖାଇଲେ। ସର୍ବପ୍ରଥମ କଥା ମୁଁ ଯାହା କହିଲି, ପ୍ରବଞ୍ଚନା ବିରୁଦ୍ଧରେ ବାଇବଲରେ ସତର୍କ କରାଯାଏ। କେବେ ହେଲେ ଭ୍ରାନ୍ତତାର ଶିକାର ହେଇଯାଉ ନାହିଁ। ଶୈତାନର ପ୍ରଥମ କାର୍ଯ୍ୟ, ସେ ପ୍ରବଞ୍ଚନା କରିବ, ଠକିବ, ଭ୍ରାନ୍ତତା ଆଡକୁ ଖେଲିଯିବ। ତେଣୁ ତାହାର ନାମ ଭ୍ରାନ୍ତ ଉତ୍ପନ୍ନକାରୀ, ପ୍ରବଞ୍ଚକ, ମିଥ୍ୟାବାଦୀ, ଭିନ୍ନ ଭିନ୍ନ ନାମ ଦିଆଯାଏ ତାହା। ସେହି ପ୍ରବଞ୍ଚକ ଯଦି ଆମ୍ଭେମାନେ ପଢୁ, ପ୍ରକାଶିତ ବାକ୍ୟରେ ମଧ୍ୟ ଶୟତାନ ସମ୍ବନ୍ଧରେ ଏକ ନାମକରଣ କରାଗଲା। ପ୍ରକାଶିତ 12 ଅଧ୍ୟାୟର 9 ପଦରେ ଲେଖାଯାଏ, ସେଥିରେ ସର୍ବଜଗତର ପ୍ରବଞ୍ଚକ
ଯେ କି ଠକେ କେବଳ। ମୁଁ କାହିଁକି ଏ କଥା କହୁଛି, ବାଇବଲରେ ବିଶ୍ୱାସୀ ମାନଙ୍କୁ ସତର୍କ କରାଯାଏ, ଶୟତାନ ଯେ କେବଳ ହବାକୁ ଠକିଲା ଆଉ କାହାକୁ ଠକି ପାରିବ ନାହିଁ ସେ କଥା ନୁହେଁ। ଶୟତାନ ଠକିବା ପାଇଁ କିଛି କିଛି ଲୋକଙ୍କୁ ଆପଣଙ୍କ ଘରେ ଘରେ ପଠେଇଦବ। ଆଜି ଅନେକ ସରଳ ବିଶ୍ୱାସୀ ମାନେ ନ ଜାଣି ଠକାମିର ଶିକାର ହେଇ ବିଶ୍ୱାସ ଜୀବନକୁ ହରାଉଛନ୍ତି। ଏଣୁ ଶେଷ କାଳର ବିଶ୍ୱାସୀ ମାନଙ୍କ ନିମନ୍ତେ ମାଥିଉ 24:4-5 ଯୀଶୁ ଖ୍ରୀଷ୍ଟ କହିଲେ, ଶେଷ କାଳରେ ଖ୍ରୀଷ୍ଟଙ୍କ ନାମରେ ଅନେକ ଆସିବେ ଯେଉଁମାନେ ଠକାମିର କାର୍ଯ୍ୟ କରିବେ। ମାଥିଉ 24:4-5 ଶୀଘ୍ର ଟିକେ ପଢ। ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଅନେକଙ୍କୁ ଲୋକେ ଶେଷ କାଳରେ ଭ୍ରାନ୍ତ କରିବେ, ମହା ଆଶ୍ଚର୍ଯ୍ୟର କଥା ଶୁଣାଇବେ, ବଡ ବଡ କାହାଣୀ ଏକ୍ସାମ୍ପଲ ସେଟ୍ କରିବେ। ଆପଣଙ୍କୁ ଏମିତି ଲାଗିବ ସତ କଥା, ଖାଉ ଖାଉ ଏ ବାକ୍ୟ ଶୁଣୁ ଶୁଣୁ ମୁଁ ଈଶ୍ୱର ପରି ହେଇଯିବି। ଯେମିତି ହବା ଭାବିଲା, ଈଶ୍ୱର ପରି ହେଇଯିବି, ଜ୍ଞାନୀ ହେଇଯିବି। ଭୁଲାଇବାର ପ୍ରଣାଳୀ ଅଛି। ଦୁଇ ପ୍ରକାରର ପ୍ରଚାରକ ଅଛନ୍ତି। ଜଣେ ହେଲେ ଆପଣଙ୍କୁ ଖାଲି ଲାଳସା ଦେଖାଇବେ, ଆପଣଙ୍କର କମଜୋରିକୁ ଦେଖାଇବେ ନାହିଁ। କାହିଁକି ଆଜିର ଲୋକମାନେ ମଧ୍ୟ ନିଜର କମଜୋରି ଦେଖିବା ପାଇଁ ଚାହାନ୍ତି ନାହିଁ। ମୋର ଭିତରେ ଯେତିକି ପାପ ଥିଲେ ଥାଉ, ଆପଣ କିଏ ମତେ କହିବା ପାଇଁ? ମୋର ଭଲ ଭଲ କଥା ମାନେ କୁହନ୍ତୁ। କାଲିକୁ ମତେ ପ୍ରଭୁ ମତେ କାର ଗୋଟେ ଦେବେ କି ନାହିଁ ସେଟା ଆଗ କୁହ, ତାରପରେ ମୋର ଭିତର କଣଟା ଘଟୁଛି ସେଟା କହିବ। ବୋଲା ବେଳକୁ ସେ ପାଷ୍ଟର କୋଉଟା କହିବ? ମୁଁ ଯଦି ତାର ଭୁଲ ଦେଖାଇଦେବି ମତେ ପାର୍ଗା ଗୋଟେ ମିଳବାର ନାହିଁ। କାଲିକୁ କାର କିଣିବ ବୋଲି କହିଲେ କାର ପାଇଁ ପ୍ରାର୍ଥନା କଲେ 1000 ଗୋଟେ ମିଳିବ। ହେଲେ ସେ ବାଳକ କଣ କୋଉ ବିଷୟ ନେଇ ପ୍ରାର୍ଥନା କରିଦେବ? ଆଜିକାଲି ତ ସେମିତି ନା, ଯେ ସଚ୍ଚୋଟ ଲୋକ ହେଇଥିବ ଆପଣଙ୍କର ଭୁଲକୁ ନୋଟିସ କରାଇବ ଯେ ଏହା ଆପଣଙ୍କ ଜୀବନରେ ଦେଖା ନ ଯାଉ। କାହିଁକି ଆମେ ଚାହୁଁନା ଯେ ଆପଣ କଳଙ୍କିତ ଅବସ୍ଥାରେ ରୁହନ୍ତୁ। ଆମେ ଚାହିଁବୁ ନାହିଁ। ମଣ୍ଡଳୀ ନିନ୍ଦନୀୟ ହେବା କଥା ନୁହଁ, ଅନିନ୍ଦନୀୟ ହେଉ, ନିଷ୍କଳଙ୍କ ହେଉ, ପବିତ୍ର ହେଉ। ସେଥିପାଇଁ ବେଳେ ବେଳେ ଷ୍ଟ୍ରେଟ୍ ଫରୱାର୍ଡ କୁହାଯାଏ ଯେ ଏହା ଭୁଲ ହଉଛି ମାନେ ଭୁଲରେ କୌଣସି କମ୍ପ୍ରମାଇଜ କରାଯାଏ ନାହିଁ। କିନ୍ତୁ ହବାକୁ କେମିତି ଭୁଲାଇଲା ଇଏ? ଦୁଇ ପ୍ରକାର ପ୍ରଚାରକ କହିଲେ, ଆଉ ସେମାନେ ଆସିବେ ଆଗକୁ ଆମର ଯୋଉ ଭୁଲଟାକୁ ନୋଟିସ କରିବେ ନାହିଁ, କିନ୍ତୁ ଶ୍ରୁତି ମଧୁର କଥା କହି କର୍ମକୁ ଖାଲି ଭଲ ଲାଗିଲା ଭଳିଆ ଏମିତି ପ୍ରାର୍ଥନା କରିଦେବେ ଯେ ହଠାତ୍ ପକେଟରେ ହାତ ପଶାଇକି ଆପଣ ଗୋଟେ 2000 କାଢିକି ଧୋଇ ଏକା ଦେବେ। ଏମିତି ପ୍ରାର୍ଥନା ହେଇଯାଇଛି ଆଜି ମୋର ପାଇଁ। ସେଥିପାଇଁ ଆମ୍ଭକୁ ଯେ ବାସ୍ତବରେ ଭଲ ପାଇଛୁ ବାଳକ ନା, ସେ ଆମର ଜୀବନରୁ ଅଧର୍ମକୁ ଦୂର କରିବା ପାଇଁ ଚେଷ୍ଟା କରେ। ଆଉ ଯୀଶୁ ସେଇଟା ହିଁ କରୁଥିଲେ। ଫାରୁସୀ ମାନଙ୍କୁ ଯେମିତି କହିଛନ୍ତି, କୋଉ ଲୋକ ଠାରୁ ଫାରୁସୀ ମାନେ ଶୁଣି ନଥିବେ, ରେ କାଳ ସର୍ପର ବଂଶ ମାନେ, ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତମାନେ କଣ ଶୁକ୍ଳୀକୃତ ସମାଧି ତୁମାନେ। ନହେଲେ ସେ ଫାରୁସୀ ମାନେ ବୁଝିପାରି ନଥାନ୍ତେ କେବେ ନିଜକୁ। ସେ କାହାକୁ ଛାଡି ନାହାନ୍ତି। ପିତରଙ୍କୁ ତ କହିଲେ ଦୂର ହୋ ଶୈତାନ, କହିଲେ କି ନାଇଁ? ନାଇଁ ପିତର ତ ମୋର ବାଲି ଛୁଟି ହେଇ ବୁଲୁଛି, ମୁଁ ପିତର ବିରୁଦ୍ଧରେ କାହିଁକି କହିବି ବୋଲି ଯୀଶୁ ଭାବିଲେ କି? ନା, ଭୁଲକୁ ଭୁଲ ହିଁ ଯେ ଦେଖାଏ ନା, ସେ ବାସ୍ତବରେ ପାଳକ ଅଟେ। ଆଉ ଭଣ୍ଡାର କରିବା ବା କଣ ବୋଲି କହନ୍ତି, ବର୍ତ୍ତନ ଗ୍ରାହକ, ସେମାନେ ତ ଅନେକ ଅଛନ୍ତି, ମାଡ଼ି ଆସୁଛନ୍ତି। ହବାକୁ ମଧ୍ୟ ଏ ପାଳକ ଆଜ୍ଞା କେମିତି ସାପ ପାଳକ, ନା ରେଭରେଣ୍ଡ ସାପ, ରେଭରେଣ୍ଡ ସ୍ନେକ୍, ସେର୍ପେଣ୍ଟ। 3 ଅଧ୍ୟାୟର 1 ବାକ୍ୟରେ କଣ ଲେଖା ଅଛି? ପ୍ରଭୁ ସିଧାସଳଖ ତାଙ୍କୁ କହିଥିଲେ ସେଇ ଫଳକୁ ଛୁଇଁବ ନାହିଁ, ଖାଇବ ନାହିଁ। 2 ଅଧ୍ୟାୟର 17ରେ ଲେଖାଯାଏ, ମାତ୍ର ସଦାପ୍ରଭୁ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ।
ଯେହେତୁ ଯେଉଁଦିନ ତାହା ଖାଇବ ସେଦିନ ନିତାନ୍ତ ମରିବ। ସିଧା କଥା ପ୍ରଭୁ କହିଲେ। ଏ ଆସିଲା ଉଲ୍ଟା ବାଟେ ଶିଖାଇଲା। ଫଳ ଖାଇବ ନାହିଁ ବୋଲି ଶୁଣିଲ ଯେ ଫଳ ଖାଇବାର ବେନିଫିଟ ବତାଇଲା ସେ। ଏମିତି ଅଛନ୍ତି ନା? ଆମେ କହିବୁ ଗିର୍ଜା ଘରକୁ ଆସ, କିନ୍ତୁ ଅନେକ ଆସିକିରି କହିବେ ଗିର୍ଜା ଘରକୁ ନ ଯାଇକିରି ମଧ୍ୟ ପ୍ରାର୍ଥନା କଲେ କଣ କଣ ବେନିଫିଟ ଅଛି ସେଟା ମାନେ ମଧ୍ୟ ଆପଣଙ୍କ ସମ୍ମୁଖରେ ଥୋଇଦେବେ। ଏ କଣ ବୋଲି କହିଲା? ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୋଜର ପଶୁମାନଙ୍କ ମଧ୍ୟରେ ସର୍ବ ପ୍ରକାରର ଖୋଳ ଥିଲା। କନିଂ ପର୍ସନାଲିଟି ସାପର, ମନେ ରଖିବ। ଭାରି ଖୋଳ, ଚତୁର, ଚାଲାକି। ସେ ନାରୀକି କହିଲା, ଆଗ ଏକି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମ୍ଭମାନଙ୍କୁ ନିଷେଧ କରିଛନ୍ତି। ସତରେ ମନା କରିଛନ୍ତି କି? ହସି ଟିକେ କହିଦେଇଛି। କାହିଁକି ନାରୀକୁ ସାପ ଦେହ ଭିତରେ ପଶିକି ଶୈତାନ ଭୁଲାଇଲା? ଯେହେତୁ ସାପ ହଉଛି ନାରୀର ଗୋଟେ ଫ୍ରେଣ୍ଡ। କାହିଁକି ବାଘ ଦେଇ ଆସିଲା ନାହିଁ? ଭାଲୁ ଦେଇ କାହିଁକି ପଶିଲା ନାହିଁ? କାହିଁକି ନାରୀ ସାଙ୍ଗରେ ସବୁବେଳେ ସେ ଗଛ ଲତାରେ, ଫୁଲମାଳରେ, କୋଉ ଡାଳରେ ଗୋଟିଏ ଲୋକ ଆଗ ବୁଲୁଥିଲା, ସେଇଟା ହେଲା ସାପ। ତେଣୁକରି ଶୈତାନ ଦେଖିଥିଲା, ଆରେ ଆରେ ନାରୀର ତ ଗୋଟେ ବହୁତ ଭଲ ଫ୍ରେଣ୍ଡ ଗୋଟେ ଅଛି, ସାପକୁ ଆଗ ଧରିଲେ ହବ। ଦେଖିଲା ବେଳକୁ ଚାଲାକି ଲୋକଟା ମଧ୍ୟ। ସେଥିପାଇଁ ସାପ ଭିତରେ ପଶୁ ପଶୁ କହିଲା, ଏଇଟା କଣ ସତ? ଆଗ ଏଇଟା କଣ ସତ? ପରମେଶ୍ୱର ତୁମକୁ ସବୁ ଖାଇବାକୁ ମନା କରିଛନ୍ତି। କ୍ୱେଶ୍ଚିନ୍ ମାର୍କରେ ଦ୍ୱନ୍ଦ୍ୱ ଥାଏ। ଆପଣମାନେ ନ୍ୟୁଜ ପେପର ଗୁଡାକ ପଢୁଥିବେ, ସବୁ ନ୍ୟୁଜ ପେପରରେ ଗୋଟେ କ୍ୱେଶ୍ଚିନ୍ ମାର୍କ ଗୋଟେ ଥିବ ଲାଷ୍ଟକୁ। ସେଇଟା ହିଁ ଦ୍ୱନ୍ଦ୍ୱ ଅଟେ। ପ୍ରଭୁ କହିଲେ ଖାଇବ ନାହିଁ, ଛୁଇଁବ ନାହିଁ, ସିଧା କଥା କହିଲେ। ଇଏ କିନ୍ତୁ କହିଲା, ନାଇଁ ନାଇଁ, ଖାଇଲେ ମଧ୍ୟ କିଛି ପ୍ରୋବ୍ଲେମ ନାହିଁ, ଖାଉ ଖାଉ ତମେ ଈଶ୍ୱର ହେଇଯିବ। ପ୍ରଥମରେ କଣ କଲା? ନାରୀକୁ ଟିକେ ଟେକିବାକୁ ଚେଷ୍ଟା କଲା। ତେଣୁକରି ବଡ ସମ୍ମାନରେ ଆଗ ଏଇଠି ସତ୍ୟ ଟିକେ ଟେକିଲା। ଆକୁ ଲାଗିଲା, ନାଇଁ 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 ନାଇଁ, ମତେ ଭାରି ସମ୍ମାନ ଦେଇକି କଥା ହେଲା ଲୋକଟା। ତାପରେ କଣ ବୋଲି କହିଲା? ପରମେଶ୍ୱର ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମକୁ ନିଷେଧ। ପରମେଶ୍ୱର ଶବ୍ଦ ଶୁଣୁ ଶୁଣୁ ନାରୀକୁ ଟିକେ ଲାଗିଲା, ନାଇଁ ନାଇଁ, ପରମେଶ୍ୱରଙ୍କର ନାଁ ମଧ୍ୟ ଧରୁଛି ବୋଲି କହିଲେ ଏଇଟା ଫାଲ୍ସ ଡକ୍ଟ୍ରିନ୍ ହେଇନଥିବ। ଫାଲ୍ସ ଡକ୍ଟ୍ରିନ୍ ବାଲା ମାନେ ପଶି ଆସିଥାନ୍ତେ ଯଦି ପ୍ରଭୁଙ୍କର ନାଁ ଧରି ନଥାନ୍ତେ, ଆଣ୍ଟି ଖ୍ରାଇଷ୍ଟର ନାମ ଧରିବ କି? କିନ୍ତୁ ଇଏ କଣ ବୋଲି କହୁଛି? ପରମେଶ୍ୱର ବୋଲି ଭାବିଥିଲା। ନା ନା ନା, ଏଟା ଫାଲ୍ସ ଡକ୍ଟ୍ରିନ୍ ନାହିଁ, ସତ କଥା। ଯେମିତି ଖାଇଲା ସବୁ ଯାକ ଘରେ ବସିଲା। ଶୈତାନ କଣ କଲା? ମୁଁ କହୁଥିଲି ନା, ସେଥିପାଇଁ ଫଳ ଖାଉ ଖାଉ କେମିତି ଉପକାରିତା ପାଇବ ସେ କଥା ହିଁ ଆପଣଙ୍କୁ ସେ ଦେଖାଇବ। ଖାଇଲା ପରେ ଯୋଉ ପନିଶମେଣ୍ଟ ଅଛି କେବେ ଦେଖାଇବ ନାହିଁ। ସୁଖାଦ୍ୟର ଉତ୍ପାଦକ ଦେଖିଲା 3:6 ଅନୁସାରେ, ନୟନର ଲୋଭ, ଜ୍ଞାନ ଦେବା ବାଞ୍ଛନୀୟ, ଖାଇଦେଲା। ଶୈତାନ ଯଦି କହିଥାନ୍ତା, ନା ନା, ଫଳ ଖାଉ ଖାଉ ତମର 2ଟା ପୁତ୍ର ପରସ୍ପର ଭିତରେ ମରାମରି ହେବେ, ବଟା ମାରବ ଶାନ୍ତାକୁ ବୋଲି କହିଲେ, ଏମିତି ଖାଇଥାନ୍ତା? ଫଳ ଖାଉ ଖାଉ ପରମେଶ୍ୱର ତୁମକୁ ଏଦନ ଉଦ୍ୟାନରୁ ବହିଷ୍କାର କରିଦେବେ ବୋଲି ଯଦି କହିଥାନ୍ତା, ଏ ଖାଇନଥାନ୍ତା। ସେଥିପାଇଁ ବଡ ଚାଲାକି ପ୍ରବଂଶକ ବଡ ଚାଲାକିର ସହିତ କହିଲା, ଫଳ ଖାଉ ଖାଉ ଈଶ୍ୱର ପରି ହେଇଯିବ। ଖାଅ, ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସୁଜୀବ ସିଞ୍ଚନ କରିଦେଇଛି, ତମେ ଖାଇକି ତ ଦେଖ। ଆଜିକାଲିର ବେପାରୀ ମାନେ ଅଛନ୍ତି ନାଇଁ? ପାଣି ବେପାରୀ, ତେଲ ବେପାରୀ, କି ବେପାରୀ ମାନେ ଅଛନ୍ତି କି ନାହିଁ? ପ୍ରାର୍ଥନା ପୁଣି ପାଣି, ଏଇଟା ଗୋଟେ କଥା। କେତେ ଜଣ ପିଉଛନ୍ତି ଏଠି ପ୍ରାର୍ଥନା ପାଣି? ପାଣି ତ ପାଣି, ପ୍ରାର୍ଥନା ଦରକାର।
ସେ ପାଣି ଉପରେ ଡିପେଣ୍ଡ କରନ୍ତି। ପ୍ରାର୍ଥନା ପାଣି ଏଟା ଗୋଟେ ବିକିବାର ଗୋଟେ ଭଲ ମାଧ୍ୟମ ହେଇଗଲା। ସେ ପାଣି ଲଗେଇକି ପ୍ରାର୍ଥନା ତେଲ ଏଟା ଗୋଟେ କଥା। ତେଲରେ ପୁଣି ଶକ୍ତି ଅଛି, କିଛି ଶକ୍ତି ନାହିଁ, ପ୍ରାର୍ଥନାରେ ଶକ୍ତି ଅଛି। ଲୋକମାନେ ଅନଲାଇନରେ ଅର୍ଡର କରିବେ, ଏବେ ଦେଖିବ ପ୍ରାର୍ଥନା ତେଲ ଅମୁକ ବ୍ରାଣ୍ଡର ଏତିକି ଜଣ ମିଶିକିରି ପ୍ରାର୍ଥନା କରିଦେଇଛନ୍ତି। ଏବେ ତମେ ଘରେ ଘରେ ଅନଲାଇନରେ ଅର୍ଡର କରିବାରେ ଲଗାଇ ହେଇ ବସ୍ତା କିଛି ମାନେ ଚୁଟି ବୁଟି ସବୁ ଛଳିକିରି ପଳେଇବ ପରେ ସେ ପ୍ରାର୍ଥନା ତେଲ କିଛି କାମ ନାହିଁ, ଫାଇଦା ନାହିଁ। ଛୁଛା ଗୁଡା ବିକିବାର ଗୋଟେ ପ୍ଲାନିଂ। ତେଣୁକରି ସାବଧାନ ହେବେ ସେ ସବୁ। ଆମେ ଯାହା ସତ୍ୟ ସେ ବିଷୟକୁ ଫଲୋ କରୁ। ଆଜିକାଲି ସ୍ପିରିଚୁଆଲ ଏନଭାରମେଣ୍ଟ ଭିତରେ ବହୁତ ବେପାରୀ ଗୁଡାକ ଅଛନ୍ତି ନା, ଆମେ ସବୁ ବୋକା ପରି ସେ ସବୁକୁ ବିଶ୍ୱାସ କରୁ। ପ୍ରଭୁ ନିଜେ ପ୍ରାର୍ଥନାର ଉତ୍ତର ଅଛି, ପ୍ରାର୍ଥନାର ବଳିଦାନ ଦରକାର, ପ୍ରଭୁ ସେଇଟା ଚାହାନ୍ତି, ତେଲ ପାଣିରେ କିଛି ନାହିଁ। ତେବେ ଅନେକ ଆସିବେ ଭୁଲାଇବେ। ତେଣୁ ବାଇବଲରେ ଲେଖାଯାଏ ଏଫେସିୟ 5:6 କଣ ଲେଖାଯାଏ? କେହି ତୁମ୍ଭମାନଙ୍କୁ ନ ଭୁଲାଉ। 5 ଏଫେସିୟ 9:6 କେହି ତୁମ୍ଭମାନଙ୍କୁ ଅସାର କଥାରେ, ସେ କଥାରେ କିଛି ସାର ହିଁ ନାହିଁ। 5:6 ସେ କଥାରେ କିଛି ସାର ହିଁ ନାହିଁ। ଅସାର କଥାରେ ନ ଭୁଲ। କେତେ ଦିନର ଷ୍ଟକ୍ ପାଣିକୁ ଆମ ପାଖରେ ପହଞ୍ଚାଇ ଦିଆଯିବ ପ୍ରାର୍ଥନା ପାଣି ବୋଲି ଖାଉ ଖାଉ ସର୍ବି। ତାପରେ ପାରାସିଟାମଲ ଆଉ ଏଇ ସିନାରେଷ୍ଟ ନାମ କଣ ମାନେ ଖାଉଥାଉ। କୋଉ କାଳର କେତେ ଦିନର ଷ୍ଟକ୍ ପାଣି ସେ। ତେବେ ଅସାର କଥାରେ ଭୁଲି ଯାଅ ନାହିଁ, ବରଂ ଯଦି ପାଣି ହିଁ ଦରକାର ଭଲ କି ଫୁଟାନ୍ତୁ ପାଣିକୁ, ଫିଲ୍ଟରରେ ଫିଲ୍ଟିଂ କରନ୍ତୁ, ତାପରେ ନିଜେ ବସିକି ପ୍ରାର୍ଥନା କରନ୍ତୁ, ପ୍ରଭୁ ଏଇ ପାଣି ଦ୍ୱାରା ମୋତେ ସୁସ୍ଥତା ଦିଅ। ଦେଖିବେ ସେଦିନ ପ୍ରଭୁ ସୁସ୍ଥତା ଦେଇଦେବେ। ଆପଣଙ୍କର ନିଜର ପ୍ରାର୍ଥନାରେ କଣ ବିଶ୍ୱାସ ଲାଗୁନାହିଁ କି ଯେ ଅନ୍ୟର ପ୍ରାର୍ଥନା କରିଦେଲା ପାଣି ଆଣିକି ପିଇଦେଲେ ମୋତେ ଗଳା ଭଲ ହେଇଯିବ ବୋଲି ଭାବୁଛନ୍ତି କି? ତାର ଅର୍ଥ ଆମେ କେମିତି ଖ୍ରୀଷ୍ଟିଆନ? ଆଜି ପର୍ଯ୍ୟନ୍ତ ମୋର ନିଜର ପ୍ରାର୍ଥନାରେ ମୋର କନଫିଡେନ୍ସ ନାହିଁ। ମୁଁ ପ୍ରାର୍ଥନା କରବାଟା ଭିନ୍ନ କି ଅନ୍ୟମାନେ ପ୍ରାର୍ଥନା କରବାଟା ପ୍ରାର୍ଥନା କି? ଆପଣଙ୍କ ପ୍ରାର୍ଥନା କାହିଁକି ଶୁଣିବେ ନାହିଁ ପ୍ରଭୁ? ଆମେ କେବେ ବିଶ୍ୱାସ କରିବୁ ଯେ ମୋର ପ୍ରାର୍ଥନା ପ୍ରଭୁ ମଧ୍ୟ ଶୁଣିବେ ବୋଲି? ନାଇଁ, ଆପଣଙ୍କ ପ୍ରାର୍ଥନା ଚାହାନ୍ତି ପ୍ରଭୁ, ସେ ଶୁଣିବା ପାଇଁ ଚାହାନ୍ତି। ସେ ଗୋଟେ ବିଧବା ଖଟ କରି ମାରିଲା, ବାରମ୍ବାର ମାରିଲା, ସେ ବିଚାର କରୁଥିଲା, ବାଧ୍ୟରେ ବାହାରିଲା, ତାହା ନିମନ୍ତେ କାର୍ଯ୍ୟ କଲା। ନିଜର ପ୍ରାର୍ଥନା ଉପରେ ବିଶ୍ୱାସ ରଖ, ଅସାର କଥାରେ ଭୁଲି ଯାଅ ନାହିଁ। ଗଲାତୀୟ 6:7 ପଢନ୍ତୁ। ଆଉ ଗୋଟେ ପଦ, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଦେଖନ୍ତୁ ଭ୍ରାନ୍ତତାରେ ବେଳେ ବେଳେ ମନୁଷ୍ୟ ବୁଣିବା ଆରମ୍ଭ କରିଦିଏ। ମୁଁ ସତ୍ୟତାରେ ବୁଣିଲି, ସତ୍ୟ ଫଳ ପାଇବି। ଯଦି ମୁଁ ଅଳ୍ପ ଜ୍ଞାନରେ ଅସତ୍ୟତାରେ ଯଦି ବାନ୍ଧି ହେଇକି ଯଦି ମୁଁ ଚାଲିବା ଆରମ୍ଭ କଲି, ମୋର ରେଜଲ୍ଟ ବି ସେମିତି ହିଁ ହେଇଯିବ। ହବା ବୁଝିପାରିଲା ନାହିଁ। କେହି ଜଣେ ବଡ ପ୍ଲାନିଂରେ ତାହାର ମାଇଣ୍ଡକୁ ଧରି ଦେଇଛି, ବୁଝିପାରିଲା ନାହିଁ। ଯଦି ଭାବିଥାନ୍ତା ସାପ ତ ମୋର ଅନ୍ତରରେ ଅଛି, ପ୍ରଭୁ କହିଥିଲେ ନା 1:27-28 ଆଦି ପୁସ୍ତକ 1:28 ଭୋଚର ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କର। ଆଉ ସାପ କଣ ଥିଲା? ଗୋଟିଏ ପଶୁ ଥିଲା, ଭୋଚର ପଶୁ ଥିଲା ସାପ। ଅର୍ଥାତ୍ ହବା ସାପ ଉପରେ ଅଧିକାରୀ ଥିଲା। ହବା କଣ ଥିଲେ? ସାପ ଉପରେ ହୁକୁମ ପ୍ରଦାନକାରୀ ଥିଲେ। ସେଦିନ ଭୁଲିଗଲେ, ସେଦିନ ଉଲ୍ଟା ହେଇଗଲା। ଦେଖୁନାହାନ୍ତି, ହବା ସିନା ସାପକୁ ଅର୍ଡର କରିବେ, ସାପ ଯା ସିଆଡେ କହିଲେ ସେ ଯିବ। ଏବେ ସାପ ଉଲ୍ଟା ତାଙ୍କୁ କହୁଛି ଫଳ ଖାଇବାକୁ ଯାଅ। ଟିକେ ହେଲେ ତ ଭାବିବାର ଥିଲା, କିନ୍ତୁ ଭାବିଲେ ନାହିଁ। କାହିଁକି?
ମାଇଣ୍ଡକୁ କେହି ଜଣେ କ୍ୟାପଚର କରିକି ରଖିଛି। ତେବେ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ ଭ୍ରାନ୍ତତାରେ କେବେ ପଡ଼ିବେ ନାହିଁ। ଗୋଟିଏ ବିଷୟ ଯଦି ଆପଣଙ୍କ ଜୀବନରେ ଆସୁଅଛି, ତେବେ ପ୍ରାର୍ଥନାର ସହିତ ତାହାର ସତ୍ୟ ସତ୍ୟକୁ ଜାଣିଲା ପରେ ଗ୍ରହଣ କର, ନହେଲେ ବିଘ୍ନ ପାଇବ। ଯୀଶୁ କଣ ବୋଲି କହିଲେ? ଯେ ବିଘ୍ନ ପାଉଛି ତାର ଗଳାରେ ଗୋଟେ ଚକି ପଥର ଗୁଡାଇ ଦେଇ ସମୁଦ୍ରରେ ଫିଙ୍ଗି ଦେଇଥିଲେ ଭଲ ହେଇଥାନ୍ତା। କାହିଁକି ଶୈତାନ ବୋଲି କହିଲେ? ଭିତରକୁ ଯେହେତୁ କିଛି ଉଦ୍ଦେଶ୍ୟ ଜଣା ନାହିଁ, କିନ୍ତୁ ଭ୍ରାନ୍ତତାରେ ପଡିଛି। କହିଲା, ପ୍ରଭୁ ଆପଣଙ୍କ ଉପରେ କୌଣସି ବିପଦ ଆସିବ ନାହିଁ, ଆମେ ଏକ ସୈନ୍ୟ ନିର୍ମାଣ କରିବା ଆଉ ରୋମିଓ ମାନଙ୍କୁ ବିତାଡ଼ିତ କରିବା। ଭ୍ରାନ୍ତତାରେ ପଡିଛି। ସତ୍ୟ ସତ୍ୟ କିଛି ତାଙ୍କୁ ଜଣା ନାହିଁ, କିଛି ଜଣା ନାହିଁ। କିଛି କିଛି ଲୋକ ସୀମିତ ଜ୍ଞାନରେ ବେଶୀ ମୁଁ ଜାଣି ଦେଇଛି ବୋଲି ଭାବି ଦିଅନ୍ତି। ଯାହା ଶୁଣୁଛନ୍ତି ତାହା ପ୍ରଥମେ ପଢନ୍ତୁ, ଭଲ ଭାବେ ଥିଓଲୋଜିକାଲି ପଢନ୍ତୁ। ବାଇବଲରେ ଯାହା ଆମେ ଯେମିତି ପଢୁ ତାହାର ମିନିଂ ଟିକେ ବିପରୀତ ମଧ୍ୟ ଥାଇପାରେ। ତେଣୁକରି ନିଜର ବୁଝିବା ପ୍ରକାରେ ଆମେ ପଢିଦେଲୁ ବୋଲି କହିଲେ ଲିମିଟେଡ। ପାଉଲଙ୍କର ଲେଖା ଯଦି ପଢୁଛନ୍ତି, ପ୍ରଥମେ ସେ ପାଉଲଙ୍କ ଜାଗାରେ ନିଜକୁ ଠିଆ କରନ୍ତୁ। ପାଉଲ କାହିଁକି ଏଟା କହିଲେ ପ୍ରଥମେ ବୁଝନ୍ତୁ, ତାପରେ ନିଜେ ଗ୍ରହଣ କରିବେ। ଓକେ, ପ୍ରଥମ ମିଷ୍ଟେକ୍ କାହିଁକି ହବା ପାପରେ ପଡିଲା? ପ୍ରଥମ କଥା କଣ ବୋଲି କହିଲି? ଯେହେତୁ ସେ ପ୍ରବଞ୍ଚନାର ଶିକାର ହେଲେ, ଭ୍ରାନ୍ତତାର ଶିକାର ହେଲେ। ମୁକୁଳି ପାରିଲେ। ଭ୍ରାନ୍ତତା କେତେ ଭୟାନକ ଦେଖନ୍ତୁ। ଶେଷ କାଳରେ ଆସୁଛି ଭ୍ରାନ୍ତତା ଧରିକି ଏବେ ଘରେ ଘରେ ଭ୍ରାନ୍ତତା ପହଞ୍ଚିବ। ଟିଭି ମାଧ୍ୟମରେ ଭ୍ରାନ୍ତତା ପହଞ୍ଚିବ। ଭିନ୍ନ ଭିନ୍ନ ପ୍ରକାରର ପତ୍ରିକା ମାଧ୍ୟମରେ ଭ୍ରାନ୍ତତା ମଧ୍ୟ ଏବେ ପହଞ୍ଚିବ। ସମୟ ଆସିଗଲାଣି, ଆଉ ଷ୍ଟାର୍ଟିଂ ମଧ୍ୟ ହେଲାଣି। ଆଉ ଭ୍ରାନ୍ତତା ଆରମ୍ଭ ହେବ ମଣ୍ଡଳୀର, ଡକ୍ଟ୍ରିନରୁ। ତେଣୁକରି ବାକ୍ୟକୁ ବିଶ୍ୱାସ କରନ୍ତୁ ନାହିଁ, ବାକ୍ୟକୁ ବିଶ୍ୱାସ କରନ୍ତୁ, ଡକ୍ଟ୍ରିନକୁ ବିଶ୍ୱାସ କରନ୍ତୁ ନାହିଁ। ନମ୍ବର 2 ହବା ଆଉ ଗୋଟେ ମିଷ୍ଟେକ୍ କଲେ କଣ? ସେ ଈଶ୍ୱରଙ୍କ ବାକ୍ୟକୁ ମନେ ପକାଇବାକୁ ଚେଷ୍ଟା ମଧ୍ୟ କଲେ ନାହିଁ। ଯେମିତି ତାହାକୁ କୁହାଗଲା ଫଳ ଖାଅ, ପ୍ରଭୁ ତା ଆଗରୁ କହିଛନ୍ତି। ଫଳ ଖାଇବାଟା ପ୍ରଥମେ ସେ ଶୁଣି ନାହାନ୍ତି। ପ୍ରଥମେ ସେ କଣ ଶୁଣିଥିଲେ? ଫଳ ନ ଖାଇବାଟା ଶୁଣିଛନ୍ତି। ଟିକେ ହେଲେ ପ୍ରଭୁଙ୍କର ବାକ୍ୟକୁ ରିମାଇଣ୍ଡ କରିବା ପାଇଁ ଚେଷ୍ଟା କଲେ ନାହିଁ। ଆଦି ପୁସ୍ତକ 2 ଅଧ୍ୟାୟ 16-17 ପ୍ରଭୁ ସେ କଥା କହିଥିଲେ। ଫଳ ତମେ ଖାଇବ ନାହିଁ, ସେ ମଧ୍ୟ ସମର ବୃକ୍ଷର ଫଳ ଖାଇବ ନାହିଁ। ଏ ଅଳ୍ପ ସମୟ ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ମନେ ମଧ୍ୟ ପକାଇଲେ ନାହିଁ। ତୃତୀୟ ମିଷ୍ଟେକ୍ କଣ କଲେ? ଯେମିତି ସେ ପାପ କରିଦେଲେ, ପ୍ରଭୁଙ୍କ ପାଖରେ ପଚାରିଲେ, What is this you have done? ବୋଲି ଯେତେବେଳେ ପ୍ରଭୁ ତାଙ୍କୁ ପଚାରିଲେ, ସେ କହିଲା, Serpent deceived me. ସର୍ପ ମୋତେ ଭୁଲାଇବାରେ ମୁଁ ଖାଇଦେଲି, କିନ୍ତୁ କନଫେସ୍ କଲା ନାହିଁ ମୁଁ ଖାଇଛି ବୋଲି। ତୃତୀୟ ମିଷ୍ଟେକ୍ ଏଇଟା। ତୃତୀୟ ମିଷ୍ଟେକ୍ କଣ କରିବ? ସେ ନିଜର ଭୁଲକୁ ସ୍ୱୀକାର ମଧ୍ୟ କଲା ନାହିଁ। ସେ didn't confess her own sin. ଯଦି ସେଦିନ ସେ ମାନି ଦେଇଥାନ୍ତା, ପ୍ରଭୁ ଭୁଲ ହେଇଗଲା, ମୁଁ ଆପଣଙ୍କ ବାକ୍ୟ ମନେ ନ ପକାଇ ମୁଁ ଖାଇ ଦେଇଛି, କିଏ ଜାଣେ ପ୍ରଭୁ ସେଦିନ ତାକୁ କ୍ଷମା ଦେଇଥାନ୍ତେ। ନିଜର ଭୁଲକୁ ସ୍ୱୀକାର କଲା ନାହିଁ। ଆଉ ଗୋଟେ ବହୁତ ବଡ଼ ମିଷ୍ଟେକ୍ କଲା, ନିଜର ସ୍ୱାମୀକୁ ଦେଲା। ମୁଁ ସେଥିପାଇଁ କହୁଥିଲି ନା, 3:6 କଣ ଲେଖା ଅଛି? ଏଥିରେ ନାରୀ ସେହି ଦ୍ରବ୍ୟକୁ ଖାଦ୍ୟର ଉତ୍ପାଦକ ଓ ନୟନର ଲଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ଫଳ ତଳେ ଖାଇଲେ, ପୁଣି ଆପଣ ସର୍ବସ୍ଥ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ଅର୍ଥାତ୍ ହବା ପ୍ରଥମରେ ଟେଷ୍ଟ କଲେ, ମୁଁ ଆଗ ଚାଖିବି କେମିତି ଲାଗୁଛି। ଟେଷ୍ଟ କଲା ପରେ କାହାକୁ ଦେଲେ?
ଏବେ ଆଦମଙ୍କୁ ଖାଇବା ପାଇଁ କନଭିନ୍ସ କଲେ। ଆଦମ ଅବଭିୟସଲି ମନା କରିଥିବେ ସେଠି, ଲେଖାଯାଏ ନା ବାଇବଲରେ। କିନ୍ତୁ ହବା ଭୁଲା ଯାଇଥିଲେ, ଆଦମ ଭୁଲା ଯାଇ ନାହାନ୍ତି। ମୁଁ ସେଥିପାଇଁ ଆରମ୍ଭରୁ କହୁଥିଲି, ଆଦମଙ୍କୁ ସର୍ପ ଧରି ନାହିଁ, ଧରିଲା ହବାଙ୍କୁ। ହବା ଖାଇଲା ପରେ ନିଜର ସ୍ୱାମୀକୁ ମଧ୍ୟ ଖୁଆଇବା ପାଇଁ ତାହାଙ୍କୁ ମଧ୍ୟ କନଭିନ୍ସ କଲେ, ଖାଅ କିଛି ନା, ମୁଁ ଦେଖିଲ ପରେ କାହିଁ ମୁଁ ମରିଗଲି, ତମେ ବି ଖାଉନ, ଜ୍ଞାନୀ ହେବ, ଦୁଇ ଜଣ ସାନ ବଡ ଈଶ୍ୱର ହେଇକରି ରହିବା। ମୁଁ ଏଇ ଉଦ୍ୟାନର ଈଶ୍ୱର ହେବି, ତମେ ମୋର ଈଶ୍ୱର ହେଇକି ରୁହ। ଯେମିତି ଖାଇଲେ, ଇଏ କଣ କଲା, କନଭିନ୍ସ କଲା, ବଳାଇଲା, ଆରେ ଖାଅ କିଛି ପ୍ରୋବ୍ଲେମ ନାହିଁ। ତେଣୁକରି ଭଲ ବିଶ୍ୱାସୀ ମାନଙ୍କୁ ଭୁଲାଇବା ପାଇଁ ମଧ୍ୟ ଅଛନ୍ତି, କନଭିନ୍ସ କରାଇଲେ, କିଛି ପ୍ରୋବ୍ଲେମ ନାହିଁ। ଆଇବ ଘରେ, ଆଇବ ସ୍ତ୍ରୀ କହିଲା ପ୍ରଭୁ 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 ବୋଲି ହଉଛ, ଏତିକି ଦୁଃଖ ହେଲେ ତାକୁ ଦେଖାଯାଉ ନାହିଁ। ଆମର ସବୁ ପିଲା ମରିଗଲେ, ସବୁ ଧନ ସମ୍ପତ୍ତି ଚାଲିଗଲା, ତମର 3ଟା ସାଙ୍ଗମାନେ ମଧ୍ୟ ଖବର ପାଇକି ଏବେ ତମକୁ ଗାଳି କରିବା ପାଇଁ ଆସୁଛନ୍ତି, ହେଲେ ବି ତମକୁ ହସିବାକୁ ଇଚ୍ଛା ହଉଛି କି ଏବେ ପ୍ରଭୁକୁ ଛାଡ଼, ଦରକାର ନାହିଁ ଆମକୁ, ସେ ଛାଡ଼ିବା ବଡ଼ ମଧୁର ମଧୁର ଭାଷାରେ ଭୁଲାଇଲା। କିନ୍ତୁ ଆଇବ ଭୁଲିଗଲେ ନାହିଁ। ପ୍ରଭୁ ଦେଇ ବି ପାରନ୍ତି, ନେଇ ବି ପାରନ୍ତି, କାହିଁକି ସେ ଜାଣିଛନ୍ତି। କିନ୍ତୁ ହବାଙ୍କର କଥାରେ ଆଦମ ଭୁଲି ଯାଇଛନ୍ତି। ଦେଖନ୍ତୁ, ସେଥିପାଇଁ ଡିସିପ୍ସନ ବହୁତ ଡେଞ୍ଜରିୟସ୍। ଜଣେ ଭ୍ରାନ୍ତ ହେଲା, ସେ ଭ୍ରାନ୍ତ ତାକୁ ଧରିକିରି ଆଉ କେତେଟାକୁ ସେ ଭ୍ରାନ୍ତ କରିଦେଇପାରେ। ସେଥିପାଇଁ ଜଣେ ଲୋକ ଭ୍ରାନ୍ତ ହେଲା ପରେ ସେ ଭ୍ରାନ୍ତତା କଣ ଅଟକିକି ରହିଯାଉଛି କି ଜଣଙ୍କ ଠାରେ? କେତେଟା ଭ୍ରାନ୍ତ ମଣ୍ଡଳୀ ଗୁଡାକ ବନେଇ ଦିଅନ୍ତି। ହବା ଭ୍ରାନ୍ତତାର ଶିକାର ହେଲେ ଏବେ ଯାଇକି କାହାକୁ, ଆଦମଙ୍କୁ ମଧ୍ୟ ନାଇଁ ନାଇଁ ପ୍ରଭୁଙ୍କର କଥାକୁ ଆଉ ଶୁଣବା ନାଇଁ। କେତେ ସୁନ୍ଦର, ଆମକୁ ଜଣା ନଥିଲା, ଏ ବପଡ଼ା ଆସିକିରି ଆମକୁ ବୁଝାଇ ଦେଲା, ସେଟା ଖାଇଲେ ମଧ୍ୟ କିଛି ହେବ ନାହିଁ। ପ୍ରଭୁ ତ ଆମକୁ ମିଶ କଥା କହିଥିଲେ। ଏ ଦେଖିଲ କେତେ ବଢିଆ ସବୁ କଥା ଗୋଟେ କହିଛି, ଖାଇଦେଲେ, ଭ୍ରାନ୍ତତାର ଶିକାର ହେଲେ। ତେବେ এই 4ଟି କଥା ପରେ ପ୍ରଥମ କଥା ଡିସିପ୍ସନ, ନମ୍ବର 2 ନିଜର ବାକ୍ୟକୁ, ଶୁଣିଥିବା ବାକ୍ୟକୁ ମନେ ପକାଇଲେ ନାହିଁ। ତୃତୀୟ କଥା, ନିଜର ପାପକୁ ସ୍ୱୀକାର କଲେ ନାହିଁ। ଚତୁର୍ଥ କଥା, ନିଜର ସ୍ୱାମୀକୁ ମଧ୍ୟ ଖାଇବା ପାଇଁ କନଭିନ୍ସ କଲେ। ପଞ୍ଚମ କଥା, ନିଜର ଆନ୍ତରିକ ପବିତ୍ରତାକୁ ଭ୍ରଷ୍ଟ କଲେ। କୋଉଠି ଲେଖା ଅଛି? 2 Corinthians 11 ଅଧ୍ୟାୟର 3 ପଦ। 2 Corinthians 11 ଅଧ୍ୟାୟର 3 ପଦ। ନିଜର ପବିତ୍ରତାକୁ ଭ୍ରଷ୍ଟ କଲେ। ପଢନ୍ତୁ ପଢନ୍ତୁ। ପାଉଲଙ୍କର ଭୟ ହେଲା, କହିଲେ ତୁମ୍ଭର ମନ ଖ୍ରୀଷ୍ଟଙ୍କ ପ୍ରତି ଥିବା ପବିତ୍ରତାରୁ ଭ୍ରଷ୍ଟ କାଳେ ହେଇଯିବ। ଅର୍ଥାତ୍ ଏମାନଙ୍କର ମନ କେମିତି ହେଇଯାଇଛି? ଆଦମ ବାବାଙ୍କର ମନ ଈଶ୍ୱରଙ୍କର ଆଡ଼ର ପବିତ୍ରତା ପ୍ରତି ଏମାନେ ଭ୍ରଷ୍ଟ ହେଇଛନ୍ତି। ଆଉ ଈଶ୍ୱରଙ୍କର କଥାକୁ ମାନିବାକୁ କି ସତ୍ୟ ବୋଲି ବୁଝିବାକୁ ତାଙ୍କ ଠାରେ ଆଉ ସେତିକି ଜ୍ଞାନ ମଧ୍ୟ ଦେଖାଗଲା। ସେଦିନର ଗୋଟିଏ ପ୍ରବଞ୍ଚନାର ଶିକାର, କେତେ ଦିନର ପ୍ରଭୁଙ୍କର ଦ୍ୱାରା ଶୁଣିଥିବା ବାକ୍ୟକୁ ସମ୍ପୂର୍ଣ୍ଣ ନଷ୍ଟ କରି ପକାଇଲା। କେତେ ଭୟାନକ! ତେଣୁକରି ଭ୍ରାନ୍ତତା ସ୍ପ୍ରେଡ ହେବ ବଡ଼ ସହଜରେ, ସତ୍ୟତା ସ୍ପ୍ରେଡ ହେଲା ବେଳକୁ ବହୁତ କଷ୍ଟକର। ତେଣୁକରି ଯେଉଁମାନେ ସତ୍ୟ ପଥ ପାଇଲା ପରେ ଆଉ ଥରେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି, ସେମାନଙ୍କ ନିମନ୍ତେ ଆଉ ପାପାତ୍ମକ ବଳି ନାହିଁ। ତେଣୁକରି ଏମି ପୁସ୍ତକ 6 ଅଧ୍ୟାୟର 9-10 ଲେଖା ଅଛି, ଥରେ ଯଦି ଯେଉଁମାନେ ସତ୍ୟ ପାଇଛନ୍ତି, ଧର୍ମ ପାଇଛନ୍ତି, ସେମାନେ ଯଦି ଧର୍ମଭ୍ରଷ୍ଟ ହେଇଯିବେ, ସେମାନଙ୍କ ନିମନ୍ତେ ଆଉ ପାପାତ୍ମକ ବଳି ନାହିଁ। 6:9-10। ତେବେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ,
এই প্রবঞ্চনার শিকার আমি ନ ହେଉ। ଯେମିତି ପାଉଲ କହିଲେ କୌଣସି ଲୋକ ତୁମକୁ ଓସାର କଥାରେ ନ ଭୁଲାଉ। ସବୁବେଳେ ଆମେ ପରଖିବା ଦରକାର। ସବୁବେଳେ ଆମେ ଟିକି ନିକି ବିଚାରକୁ ଆଣିକି ପ୍ରତି ଗୋଟି କାର୍ଯ୍ୟକୁ ଆମେ କରିବା ଦରକାର। କଲୋସିୟ 2:8 ଶେଷ କଥା ପଢନ୍ତୁ। କଲୋସିୟ 2:8 ଶେଷ ସମାପ୍ତ କରିବା। ସାବଧାନ, କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷାନୁଯାୟୀ ଦର୍ଶନ ବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମମାନଙ୍କୁ ବନ୍ଦୀ କରିଦିଏ। ସାବଧାନ କଲେ ସାବଧାନ, ଅସାର କଥା ତୁମମାନଙ୍କୁ ବାନ୍ଧିପାରେ। ତେଣୁକରି ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏସବୁ ଅସାର ବିଷୟରେ ଆମେ ଯେପରି ଆପଣର ମନକୁ ନିବେଶ ନ କରି ସତ୍ୟକୁ ଆମେ ଧରିବା, ସତ୍ୟର ଅନୁଗାମୀ ହେବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।